ମା ହେଉଛନ୍ତି ଆରାଧ୍ୟ ଦେବୀ ଭଗବତୀ। ମାଙ୍କୁ ଆରାଧନା କଲେ ସକଳ ଶକ୍ତିର ଆଧାର ସିଏ। ସମସ୍ତ ଶତ୍ରୁ ବିନାଶ ହୁଏ, ସମସ୍ତଙ୍କର ମନବାଞ୍ଛା ମା ପୂର୍ଣ୍ଣ କରନ୍ତି। ତ୍ରେତେୟା ଯୁଗରେ ଗୋଟେ ବିରାଟ ମହାପ୍ରଳୟ ଆସିଥିଲା। ସେ ପ୍ରଳୟ ସମଗ୍ର ସଂସାରକୁ ଧ୍ୱଂସ କରିଦେଇଥାନ୍ତା ଏବଂ ଭଗବାନ ମାଙ୍କୁ ଆରାଧନା କରିବାରୁ ବଗାଳମୁଖୀ ଆବିର୍ଭାବ ହୋଇଥିଲେ ଏବଂ ଏ ସମଗ୍ର ସଂସାରକୁ ଏ ବିପତ୍ତିରୁ ରକ୍ଷା କରିଥିଲେ। ସେହିଦିନଠାରୁ ମାଙ୍କର ଉତ୍ପତ୍ତି ଏବଂ ବିଖ୍ୟାତ ସମସ୍ତ ଜଗତରେ ବ୍ୟାପୀ ଲାଗି ରହିଲା। ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୋଷ୍ଟାଲ କଲୋନୀ ସ୍ଥିତ ଭଗବତୀ ଶ୍ରୀ ଶ୍ରୀ ବଗାଳମୁଖୀ ଦେବୀଙ୍କ ତୃତୀୟ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ଓ କାଳଭୈରବ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଗତ 19 ତାରିଖରୁ ଆରମ୍ଭ ହୋଇ 25 ତାରିଖ ସୋମବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି ହୋଇଛି। ଯଜ୍ଞ ଆରମ୍ଭରୁ ଅଙ୍କୁରୋପଣ, ଶାଲଧୁବାସ, ଜଳଯାତ୍ରା, ସୂର୍ଯ୍ୟପୂଜା, ଶାଲାପୂଜା, ରୁଦ୍ରାଭିଷେକ, ଚଣ୍ଡୀପାଠ, ଧେନୁପୂଜା ଆଦି ରୀତିନୀତି ସମ୍ପନ୍ନ ହୋଇଥିଲା। 22 ତାରିଖ ଠାରୁ ପ୍ରତିଦିନ ସନ୍ଧ୍ୟାରେ ପୀଠରେ ଭଜନ ଓ ରାସ ଅନୁଷ୍ଠିତ ହୋଇଥିଲା। ଯଜ୍ଞ ପୂର୍ଣ୍ଣାହୁତି ଦିବସରେ ମା ବଗାଳମୁଖୀଙ୍କ ପୀଠରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ମା ବଗାଳମୁଖୀ ଓ କାଳଭୈରବଙ୍କ ବିଗ୍ରହ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ମା ବଗାଳମୁଖୀ ମନ୍ଦିରର ମୁଖ୍ୟ ଜଟିଆ ଭାଇନା ଓ ଅନ୍ୟମାନଙ୍କ ସହଯୋଗରେ ଏହା ଅନୁଷ୍ଠିତ ହୋଇଥିଲା। ଓಂ ଲିଂ ବଗଳାମୁଖୀ ସର୍ବଦୁଷ୍ଟାନାଂ ବାଚମୁଖପଦ ସ୍ତମ୍ଭୟ ଜିଭାଙ୍କିଲୟ ବୁଦ୍ଧି ବିନାଶୟ ଲିଂ ଓಂ ସ୍ୱାହା ଇଦଂ ବଗଳାମୁଖୀ ଦେବ୍ୟೈ ନମଃ। ମା ଭଗବତୀ ବଗଳାମୁଖୀ ଦେବୀଙ୍କର ତୃତୀୟ ବାର୍ଷିକ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ଦିବସ। ମାଙ୍କର ତୃତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ନଭେମ୍ବର 19 ତାରିଖରୁ ଆରମ୍ଭ ହୋଇ ଆଜି 25 ତାରିଖରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ କରାଯାଉଛନ୍ତି। ଆମେ 19 ତାରିଖରେ ଚଣ୍ଡୀ ମହାଯଜ୍ଞର ବିଶ୍ୱଶାନ୍ତି ମହାଯଜ୍ଞର ପ୍ରଥମ ଦିନରେ ମାଙ୍କର ଅଙ୍କୁରାରୋପଣ କାର୍ଯ୍ୟକ୍ରମ କରାଯାଇଛନ୍ତି ଏବଂ ଦ୍ୱିତୀୟ ଦିବସରେ ମାଙ୍କର ଶାଲା ଆରୋପଣ ମଣ୍ଡନ କାର୍ଯ୍ୟକ୍ରମ କରାଯାଇଛନ୍ତି। ତୃତୀୟ ଦିନ ନେମାଳ ପଦ୍ମବନ ଚିତ୍ରାତ୍ପଳ ନଦୀରୁ ପାଖାପାଖି 100ରୁ 150 ଲୋକ ଜଳଯାତ୍ରା କାର୍ଯ୍ୟକ୍ରମ କରିକି ଏଠିକି ଆସିଛନ୍ତି। ଜଳଯାତ୍ରାର କାର୍ଯ୍ୟକ୍ରମ ତୃତୀୟ ଦିନ ହେଲା ଏବଂ ଚତୁର୍ଥ ଦିନ ମାଙ୍କର ପ୍ରଥମେ ସୂର୍ଯ୍ୟ ପୂଜା, ଷୋଡ଼ଶ ଉପଚାର ପୂଜା କାର୍ଯ୍ୟକ୍ରମ କରାଯାଇଛନ୍ତି। ପାଖାପାଖି 10,000 ଲୋକଙ୍କ ପାଇଁ ଏଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛନ୍ତି। ଜିହ୍ୱାଗ୍ରମାଦାୟ କରେଣ ଦେବୀ ବାମେନ ଶତ୍ରୁ ପରିପୀଡ଼ୟନ୍ତି ଗଦା ବିଘାତେ ନଚ ଦକ୍ଷିଣେନ ପୀତାମ୍ବରାଢ୍ୟାଦିଭୁଜ ନମାମି। ବଗଳାମୁଖୀ ଦେବୀ ନମୋ ନମ। ବଗଳାମୁଖୀ ଦେବୀଙ୍କୁ ଆରାଧନା କଲେ ମା ସକଳ ଶତ୍ରୁର ବିନାଶ କରନ୍ତି। ସର୍ବ ଜାଗାରେ କାମ କର୍ମ ଉପରେ ମା ଆରାଧନା କଲେ ସର୍ବଶତ୍ରୁ କ୍ଷୟ କରନ୍ତି।